ମଧ୍ୟ ସେ ପ୍ରକାର ପରମେଶ୍ୱରଙ୍କର ମାନେ ନିକଟରେ ସେ ସାକ୍ଷ୍ୟ ରୂପୀ ତମ୍ବୁରେ ଆମମାନଙ୍କୁ ଯିବା ଆବଶ୍ୟକ ଅଟେ। ଆମେ ଦେଖିଲୁ ପୁରାତନ ବିଷୟରେ ପରମେଶ୍ୱର କେମିତି କାର୍ଯ୍ୟ କରୁଥିଲେ, ପରମେଶ୍ୱର କେମିତି ମଶାଙ୍କ ଦ୍ୱାରା ଗୋଟେ ସାକ୍ଷ୍ୟ ରୂପୀ ତମ୍ବୁ ପ୍ରଭୁ ନିର୍ମାଣ କରିବା ପାଇଁ ପ୍ରଭୁ କହିଲେ, ଯାହାକି ଗୋଟେ ଦୃଷ୍ଟାନ୍ତ ମାତ୍ର ଥିଲା, ଗୋଟେ ଛାୟା ସଦୃଶ ଥିଲା, ଗୋଟେ ଦୃଷ୍ଟାନ୍ତ ପ୍ରଭୁ ସେ ଜାଗାକୁ ଦେଲେ, ଇସ୍ରାଏଲ ମାନଙ୍କୁ ବୁଝେଇଲେ। ସେ ଦୃଷ୍ଟାନ୍ତ ମାଧ୍ୟମରେ ମଶାଙ୍କୁ ସେ କହିଲେ, ଆଉ ସେ ଦୃଷ୍ଟାନ୍ତ ଦ୍ୱାରା ମଶା କଣ କଲେ, ଗୋଟେ ସାକ୍ଷ୍ୟ ରୂପୀ ଗୋଟେ ତମ୍ବୁ ନିର୍ମାଣ କଲେ। ଆଉ ସେଇ ତମ୍ବୁରେ ଦୁଇଟି ସ୍ତର ଥିଲା, ଗୋଟେ ପବିତ୍ର ଆଉ ଗୋଟେ ପବିତ୍ର ସ୍ଥାନ, ଗୋଟେ ଆଉ ଗୋଟେ ମହାପବିତ୍ର ସ୍ଥାନ। ଏ ଦୁଇଟାରେ କଣ କରୁଥିଲେ, ପରମେଶ୍ୱର କଣ ତାଙ୍କ ସହିତ ଆସିକରି ଆଉ ସେ ଉପସ୍ଥିତିରେ ପରମେଶ୍ୱରଙ୍କ ଉପସ୍ଥିତି ଯେତେବେଳେ ମଶା ଯାଇକରି ଉପାସନା କରନ୍ତି, କି ମଶା ଯାଇକରି ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରନ୍ତି, ସେ ସମୟରେ ଲୋକମାନେ ବାହାର ଲୋକମାନେ ଛିଡ଼ା ହେଇଥାନ୍ତି ଏବଂ ସେମାନେ